ଚାଲନ୍ତୁ ଆଜି ଆମେମାନେ ପକ୍ଷୀ ଆସନ ସମ୍ପର୍କରେ ଆଲୋଚନା କରି ଦେଖିବା। ସେହି ପକ୍ଷୀ ଆସନ ଶରୀର ପକ୍ଷେ କ'ଣ କ'ଣ ଉପକାର କରୁଛି ସେହି ସମ୍ପର୍କରେ ଆଲୋଚନା କରି ଦେଖିବା। ପକ୍ଷୀ ସାହାଯ୍ୟରେ ଯେଉଁ ପ୍ରାଣୀ ଶୂନ୍ୟରେ ରହେ ତାକୁ ପକ୍ଷୀ କହନ୍ତି। ପକ୍ଷୀ ପରି ଆକୃତି ହେଉଥିବାରୁ ଏହି ଆସନକୁ ପକ୍ଷୀ ଆସନ ବୋଲି କହନ୍ତି। ଏହି ଆସନ ଦ୍ୱାରା ନେତ୍ରଦ୍ୱୟର ଦୃଷ୍ଟି ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଏ। ପକ୍ଷୀ ଯେପରି ଦୂରସ୍ଥିତ ଜିନିଷକୁ ନିରୀକ୍ଷଣ କରେ, ମଣିଷ ମଧ୍ୟ ଏହି ଆସନ ଅଭ୍ୟାସ କରି ସେପରି ଦୂରସ୍ଥିତ ଜିନିଷକୁ ଅକ୍ଲେଶରେ ଦେଖିପାରେ। ଏହି ଆସନ ଦ୍ୱାରା ଶରୀରର ପକ୍ଷୀ ପରି ହାଲୁକା ଓ ସ୍ଫୂର୍ତ୍ତିଶାଳୀ ହୋଇଥାଏ। ମନ, ଚିତ୍ତ ତଥା ଶରୀରର ପ୍ରଫୁଲ୍ଲ ରହେ। ଏହି ଆସନ ଦ୍ୱାରା ମୁଣ୍ଡ ବ୍ୟଥା ସହଜରେ ଦୂର ହୋଇଥାଏ। ପର୍ବତାରୋହୀ ଓ ପଥିକମାନଙ୍କର ଶ୍ରମଜନିତ କ୍ଳାନ୍ତିକୁ ଶାନ୍ତ କରେ। ପାଦ, ଜାନୁ, ଆଣ୍ଠୁ ଓ ଅଣ୍ଟାରେ ଥିବା ପୀଡ଼ା ଦୂର ହୁଏ। ଅର୍ଶରୋଗକୁ ଆରୋଗ୍ୟ କରିବାରେ ବିଶେଷ ସାହାଯ୍ୟ କରେ। ଆଉ ସନ୍ତାନ ସନ୍ତତି ପାଇବା ପାଇଁ କାମନା କରୁଥିବା ସ୍ତ୍ରୀମାନେ ଏହି ଆସନ କରିବା ପାଇଁ ଅନୁଚିତ କରାଯାଇଛି। ଯୁବତୀ ବାଳିକାମାନେ ମଧ୍ୟ ଏହି ଆସନ କରିପାରିବେ ନାହିଁ। ପୂର୍ବରୁ ଶାସ୍ତ୍ରକାରମାନେ ଏହା ସ୍ତ୍ରୀଲୋକମାନଙ୍କ ପାଇଁ ଅନୁଚିତ କରି ଯାଇଛନ୍ତି। ଆଉ ବିବାହିତା ସ୍ତ୍ରୀ ଏ ଉଭୟଙ୍କ ପକ୍ଷରେ ଏହି ଆସନ କରିବା କ୍ଷତିକାରକ ଅଟେ। ବିଧି: ଆସନ ଉପରେ ସରଳ ଭାବରେ ଛିଡ଼ା ହୋଇ ବାମ ଗୋଡ଼କୁ ବାମ ସ୍କନ୍ଧ ଉପରେ ରଖ। ତାପରେ ଦୁଇ ହାତର ପାପୁଲିକୁ ପରସ୍ପର ସଂଯୋଗ କରି ଯୋଡ଼ହସ୍ତ ହୋଇ ରହ। ଡାହାଣ ଗୋଡ଼କୁ ସରଳ କରି ସ୍ଥିର ଭାବରେ ରଖିବାକୁ ଚେଷ୍ଟା କର। ଶ୍ୱାସ ପ୍ରଶ୍ୱାସ ସାମାନ୍ୟ ଭାବେ ଯାତାୟାତ